Welcome to our class Deep Insights. Today we are discussing about summary of Marxist theory of education. ଶିକ୍ଷା ସମ୍ବନ୍ଧୀୟ ମାର୍କ୍ସବାଦୀ ଚିନ୍ତାଧାରାର ସାରାଂଶ ବର୍ତ୍ତମାନ ଆମେ ଡିସ୍କସନ କରିବା। ତ ଶିକ୍ଷା ବ୍ୟବସ୍ଥାର ଉପକାର କେବଳ ପୁଞ୍ଜିପତିଙ୍କ ସ୍ୱାର୍ଥକୁ ସୁହାଇଥାଏ। ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାର ପାଠ୍ୟ ଖସଡ଼ା ପୁଞ୍ଜିପତି ଓ ମାଲିକମାନଙ୍କ ପାଇଁ ଶ୍ରମିକ ଗୋଷ୍ଠୀ ସୃଷ୍ଟି ପାଇଁ ପ୍ରସ୍ତୁତ ହୋଇଥାଏ। ଶିକ୍ଷା ବ୍ୟବସ୍ଥା ସମାଜର ବିଷମତାକୁ ବଳବତ୍ତର ରଖିଥାଏ। ଏଥିରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରେ ନାହିଁ। ଶିକ୍ଷା ବ୍ୟବସ୍ଥାରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ମିଳିନଥାଏ। ସମାନ ପ୍ରକାର ଶିକ୍ଷା ଲାଭ କେବଳ ଏକ ଭ୍ରାନ୍ତ ଧାରଣା। ଏହା କେବେ ହେଲେ ପ୍ରତିଭା ବ୍ୟକ୍ତିର ମେଧାଶକ୍ତି ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦିଏ ନାହିଁ। ଶିକ୍ଷା ଲାଭର ସମୀକ୍ଷା ଓ ଶ୍ରେଣୀରେ ଉଚ୍ଚନୀଚ କ୍ରମ ସୃଷ୍ଟି ବେଳେ ବିଦ୍ୟାର୍ଥୀମାନଙ୍କର ସାମାଜିକ ସ୍ଥିତି ଏହାକୁ ପ୍ରଭାବିତ କରିଥାଏ। ମେଧାଶକ୍ତି ଓ ବୁଦ୍ଧି ବିଚକ୍ଷଣତାର ମାପଦଣ୍ଡ ଆଇକ୍ୟୁ ଟେଷ୍ଟ ପ୍ରକୃତପକ୍ଷେ ବ୍ୟକ୍ତିର ବିଚକ୍ଷଣ ବୁଦ୍ଧିମତ୍ତାର ଉପଯୁକ୍ତ ମାପ କରି ନଥାଏ। ଏହା କେବଳ ବିଦ୍ୟାଳୟ ଓ କଲେଜ ଶିକ୍ଷାର କୌଣସି ଗୋଟିଏ ଭାଗ ଉପରେ ସୀମିତ। ଶିକ୍ଷାର ଏକ କ୍ଷୁଦ୍ର ଭାଗ ବା ଅଂଶର ମାପ ଏହା ମାଧ୍ୟମରେ ହୋଇଥାଏ। ବାଉଲ୍ସ ଏବଂ ଗିଣ୍ଟିସ୍ଙ୍କ ମତରେ ଶିକ୍ଷାଗତ ଉତ୍କର୍ଷ ଓ ଶୀର୍ଷସ୍ଥାନ ଲାଭ କରିବା ଶିକ୍ଷା ସିଧାସଳଖ ମାଧ୍ୟମରେ ଜଣେ ଛାତ୍ରର ପାରିବାରିକ ପରିସ୍ଥିତି ଉପରେ ନିର୍ଭର କରିଥାଏ। ଶିକ୍ଷା ବ୍ୟବସ୍ଥା ସମାଜର ଅସମାନତାକୁ ବଳବତ୍ତର ରଖିବାରେ ସହାୟକ ହୁଏ ବୋଲି ମାର୍କ୍ସବାଦୀ ଚିନ୍ତକମାନେ ମତ ଦିଅନ୍ତି। ସମାଜର ଧନୀ ତଥା ଶାସକ ବର୍ଗରୁ ଆସିଥିବା ବିଦ୍ୟାର୍ଥୀମାନେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଗୁଡ଼ିକୁ ସହଜରେ ଅକ୍ତିଆର କରିପାରନ୍ତି। ଆଜି ପାଇଁ ଏତିକି ଥିଲା। ଥ୍ୟାଙ୍କ ୟୁ।